ତ ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟେ ନୂଆ ଅଧ୍ୟାୟରେ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ମଣିଷର ଯେଉଁ ରଙ୍ଗ ପସନ୍ଦ, ଆଉ ଆମେ ଆଜି ଏଇ ଅଧ୍ୟାୟରେ ଜାଣିବା ଅକ୍ଷର ଦେଖି ମନୁଷ୍ୟ ଚିହ୍ନ। ତ ଚାଲନ୍ତୁ ବନ୍ଧୁ, ଡେରି ନ କରି ଆଉ ଆରମ୍ଭ କରିବା। ଅକ୍ଷର ଦେଖି ମନୁଷ୍ୟ ଚିହ୍ନ। ଯାହାଙ୍କର ଛୋଟା ଛୋଟା ଅକ୍ଷର ଓ ସୁନ୍ଦର, ସେମାନେ ପ୍ରାୟତଃ ଦୁଶ୍ଚିନ୍ତା ମଧ୍ୟ ଦେଇ ସମୟ ଅତିବାହିତ କରୁଥାନ୍ତି। ତ ବନ୍ଧୁ ଆଗକୁ ଯିବା। ଯାହାଙ୍କର ଛୋଟା ଛୋଟା ଅକ୍ଷର ଓ ସୁନ୍ଦର, ସେମାନେ ବହୁ ଉତ୍ଥାନ ପତନ ଦେଇ ବଞ୍ଚିଥାନ୍ତି। ତ ବନ୍ଧୁ ଆଗକୁ ଯିବା। ଯାହାଙ୍କର ଛୋଟା ଛୋଟା ଅକ୍ଷର ଓ ସୁନ୍ଦର, ବେଳେ ବେଳେ ସେମାନେ ନିଶାଗ୍ରସ୍ତ ହୋଇ ଦୁଃଖ ଭୋଗନ୍ତି। ତ ଆଗକୁ ଯିବା। ଯାହାଙ୍କର ଅକ୍ଷର ବଡ଼ ଓ ସୁନ୍ଦର, ସେମାନେ ସମାଜରେ ଜଣେ ନାମ ଜାଦା ଗୃହସ୍ଥ ହୋଇପାରନ୍ତେ। ତ ଆଗକୁ ଯିବା। ଯାହାଙ୍କ ଅକ୍ଷର ବଡ଼ ଓ ସୁନ୍ଦର, ସେମାନେ ସମାଜର ସମସ୍ତ ବିଧି ବିଧାନକୁ ନେଇ ଚଳୁଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ଅକ୍ଷର ବଡ଼ ଓ ସୁନ୍ଦର, ସେମାନଙ୍କ ଜୀବନରେ ବହୁତ ସୁଯୋଗ ଆସିଥାଏ। ତ ଆଗକୁ ଯିବା। ଯାହାଙ୍କର ଅକ୍ଷର ବଡ଼ ଓ ସୁନ୍ଦର, ସେମାନଙ୍କ ଲାଗି ଈଶ୍ୱର ଅର୍ଥର ଅଭାବ ରଖିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ଅଙ୍କା ବଙ୍କା ଅକ୍ଷର, ସେ ସମାନ୍ତରଳା ଭାବରେ ଲେଖିପାରନ୍ତି ନାହିଁ, ସେମାନଙ୍କର ମନ ମଧ୍ୟରେ ବହୁତ ଉଚ୍ଚ ଆଶା ରହିଥାଏ। ତ ଆଗକୁ ଯିବା। ଯାହାଙ୍କର ଉପରୋକ୍ତ ଅକ୍ଷର, ସେମାନେ ଆଶା କରନ୍ତି ଗୋଟିଏ ଓ ପାଇଥାନ୍ତି ଗୋଟିଏ। ତ ଆଗକୁ ଯିବା। ଯାହାଙ୍କର ଉପରୋକ୍ତ ଅକ୍ଷର, ସେମାନେ ଦୁଃଖ ଓ ହତାଶରେ ସମୟ ଅତିବାହିତ କରିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ଲାଲ ରଙ୍ଗରେ ପସନ୍ଦ, ସେମାନେ ସଦା ଆନନ୍ଦ ପ୍ରିୟ, ସତ୍ୟର ପୂଜାରୀ, ସମସ୍ତ କାର୍ଯ୍ୟକୁ ଉତ୍ସାହର ସହିତ ପାଳନ କରନ୍ତି। ତ ଆଗକୁ ଯିବା। ଯାହାଙ୍କର ଲାଲ ରଙ୍ଗରେ ପସନ୍ଦ, ସେମାନେ ନିଜ ଦୁଃଖକୁ ବାହାରେ ପ୍ରକାଶ କରନ୍ତି ନାହିଁ। ତ ଆଗକୁ ଯିବା। ଯାହାଙ୍କର ଲାଲ ରଙ୍ଗରେ ପସନ୍ଦ, ସେମାନେ ଜୀବନରେ ବହୁ ଯଶସ୍ୱୀ ଭାବରେ ପରିଚିତ ହୋଇଥାନ୍ତି। ତ ଆଗକୁ ଯିବା। ଯାହାଙ୍କର କଳା ରଙ୍ଗରେ ପସନ୍ଦ, ସେମାନେ ଖୁବ୍ ଈଶ୍ୱର ବିଶ୍ୱାସୀ। ତ ଆଗକୁ ଯିବା। ଯାହାଙ୍କର କଳା ରଙ୍ଗରେ ପସନ୍ଦ, ସେମାନେ ସମସ୍ତଙ୍କୁ ଆପଣାର କରି ଚଳିବାକୁ ଆନନ୍ଦ ପାଆନ୍ତି। ତ ଆଗକୁ ଯିବା। ଯାହାଙ୍କର କଳା ରଙ୍ଗରେ ପସନ୍ଦ, ସେମାନେ ବାସ୍ତବ ଜୀବନରେ ସୁଖ ଭୋଗ କରନ୍ତି, ସେମାନେ ବହୁ ଆୟୁଷ ନେଇ ବଞ୍ଚନ୍ତି। ତ ଆଗକୁ ଯିବା। ଯାହାଙ୍କର ଧଳା ରଙ୍ଗରେ ପସନ୍ଦ, ସେମାନେ ଶାନ୍ତି ପ୍ରିୟ, ବୁଦ୍ଧିମାନ। ତ ଆଗକୁ ଯିବା। ଯାହାଙ୍କର ଧଳା ରଙ୍ଗରେ ପସନ୍ଦ, ସେମାନେ ସମାଜ ପାଇଁ ଖୁବ୍ ଭକ୍ତ ଓ ନମ୍ରତା ବିଶିଷ୍ଟ ଲୋକ ଭାବରେ ପରିଚିତ। ତ ଆଗକୁ ଯିବା। ଯାହାଙ୍କର ଧଳା ରଙ୍ଗରେ ପସନ୍ଦ, ସେମାନେ ସମସ୍ତଙ୍କ ସହିତ ମିଶି ଚଳିପାରନ୍ତି। ତ ଆଗକୁ ଯିବା। ଯାହାଙ୍କର ଧଳା ରଙ୍ଗରେ ପସନ୍ଦ, ସେମାନେ ସମସ୍ତଙ୍କ ସହିତ ମିଶି ଚଳିପାରନ୍ତି। ତ ଆଗକୁ ଯିବା। ଯାହାଙ୍କର ଧଳା ରଙ୍ଗରେ ପସନ୍ଦ, ସେମାନଙ୍କ ମଧ୍ୟରୁ ଅନେକ ଦୁଃଖରେ ସମୟ ଅତିବାହିତ କରିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ଧଳା ରଙ୍ଗରେ ପସନ୍ଦ, ସେମାନେ ନିଜକୁ ଦୁଃଖ ଦେଇ ଅନ୍ୟଙ୍କ ମନରେ ସୁଖ ଦେଇଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ଅକ୍ଷର
ସୋରିଷ ଦାନା ସଦୃଶ୍ୟ ସେମାନେ ଏକ ପ୍ରକାର ମତଲବୀ ହୋଇଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ଅକ୍ଷର ସୋରିଷ ଦାନା ସଦୃଶ୍ୟ ସେମାନେ ମତଲବୀ, ଯାହା ତାହା ପୂରଣ ହୋଇଗଲେ ସେ ଆଉ କାହାକୁ ଚାହାନ୍ତି ନାହିଁ। ତ ଆଗକୁ ଯିବା। ଯାହାଙ୍କର ଅକ୍ଷର ସୋରିଷ ଦାନା ସଦୃଶ୍ୟ ସେମାନଙ୍କ ମନ ସଦାସର୍ବଦା ବ୍ୟାକୁଳିତ ଅବସ୍ଥାରେ ରହିଥାଏ। ତ ଆଗକୁ ଯିବା। ଯାହାଙ୍କର ଅକ୍ଷର ସୋରିଷ ଦାନା ସଦୃଶ୍ୟ ସେମାନେ ସଦା ଶାନ୍ତ, ଭଦ୍ର ତଥା ମିଷ୍ଟଭାଷୀ ହୋଇଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ସୋରିଷ ଦାନା ସଦୃଶ୍ୟ ଅକ୍ଷର ସେମାନେ ସବୁବେଳେ ନିଜ ହିସାବରେ ଚଳୁଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ଅକ୍ଷର ସୋରିଷ ଦାନା ସଦୃଶ୍ୟ ସେମାନଙ୍କର ହିସାବରେ ଗୋଟିଏ ବି ଭୁଲ କିମ୍ବା ବହିର୍ଭୂତ କାର୍ଯ୍ୟ ହୋଇନଥାଏ। ତ ଆଗକୁ ଯିବା। ଯାହାଙ୍କର ଅକ୍ଷର ସୋରିଷ ଦାନା ସଦୃଶ୍ୟ ସେମାନେ ଜୀବନରେ ଖୁବ୍ ଖୁସିରେ ବଞ୍ଚନ୍ତି। ତ ବନ୍ଧୁ, ଆଜି ଆମେ ଜାଣିଲେ ଅକ୍ଷର ଦେଖି ମନୁଷ୍ୟ ଚିହ୍ନ। ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା ବିବାହ କରିବେ ଯେ ଲକ୍ଷଣ ଦେଖନ୍ତୁ। ତ ବନ୍ଧୁ, ସେଇ ପର୍ଯ୍ୟନ୍ତ ରହୁଛି। ଆପଣ ସମସ୍ତଙ୍କୁ ନମସ୍କାର।